जय जगन्नाथ सांगमाने माय किचन में सुमिता चैनल को आपण मानक बहुत बहुत स्वागत। आज मु आपन पई पसारुणी बेसर रेसिपी आंची जोड़ा कि शीत दिने खाइबा को बहुत भल लगे भात सहित आपण या सूप भली मध्ये पी परिबे। तो चलंतु यार रेसिपी जानबा। रेसिपी को स्किप न करी लास्ट पर्यंत देखंतु जा फल आपण रेसिपी बहुत भल भाबे बुझी परिबे। जदि वीडियोटी भल लागुचे निश्चित रूपे कमेंट करिवे। तो आउ जदि फेसबुक इंस्टाग्राम रे देखुचंती निश्चित रूपे सुमित्रा मिश्र आईडी निश्चित रूपे फॉलो करिवे। तो चलंतु एई पसारुणी बेसर रेसिपी जानिबा। ସେଥିପାଇଁ ପସାରୁଣୀ ପତ୍ର ମୁଁ ନେଇଯାଇଛି। ପସାରୁଣୀ ପତ୍ରକୁ ଭଲ ଭାବରେ 2ରୁ 3 ଥର ଧୋଇଦେବା। ଧୋଇ ସାରିଲା ପରେ ତାକୁ ଆମେ କ'ଣ କରିବା ନା ଗ୍ରାଇଣ୍ଡର ଜାରରେ ଏଇ ପତ୍ରକୁ ଦେଇଦେବା। ଦେଇ ସାରିଲା ପରେ ଏଥିରେ ସୋରିଷ 2 ଟେବୁଲ୍ ସ୍ପୁନ୍, ଜିରା 1 ଟେବୁଲ୍ ସ୍ପୁନ୍ ଭିଜେଇ ଅଧଘଣ୍ଟା ହେଲା ରଖିଥିଲି ତାକୁ ଏଥିରେ ଏବେ ଏଡ୍ କରିଦେବା ଗ୍ରାଇଣ୍ଡର ଜାରରେ ପତ୍ର ସହିତ। ଦେଇ ସାରିଲା ପରେ 4ଟି ଶୁଖିଲା ଲଙ୍କାକୁ ମଧ୍ୟ ମୁଁ ଦେଇଦେଇଛି। ଆପଣ ଚାହିଁଲେ ଆଉ ଅଧିକା ଲଙ୍କା ମଧ୍ୟ ଦେଇପାରିବେ ରାଗ ପାଇଁ। ତ ଆଉ ରସୁଣ ଟିକେ ଅଧିକା ନେବେ 10ରୁ 15 ପାଖୁଡ଼ା ମୁଁ ନେଇଛି। ପାଣି ଟିକେ ଏଡ୍ କରିକି ଆମେ ପେଷ୍ଟ ପ୍ରସ୍ତୁତି କରିଦେବା। ପେଷ୍ଟଟିକୁ ପୁରା ଭଲ ଭାବରେ ଫାଇନ୍ ପେଷ୍ଟ କରିବେ। କଲାପରେ ମୁଁ ଗୋଟେ ବାଉଲରେ ରଖିଦେଇଛି ଆଉ ଗ୍ରାଇଣ୍ଡର ଜାରରେ ପାଣି ଅଳ୍ପ ଦେଇକି ମୁଁ ପିଛୁଳେଇକି ଏଥିରେ ଏଡ୍ କରିଦେଇଛି। ତାପରେ ଭଲ ଭାବରେ ଆମେ ସ୍ପୁନ୍ରେ ଏହାକୁ ତଳ ଉପର କରି ଘାଣ୍ଟି ଦେବା। ତାପରେ ଏବେ ଆମେ ଏଥିରେ ପରିବା ପକାଇବା ପାଇଁ କାଟିବା। ତ ମୁଁ ଏଥିରେ 2ଟି ବାଇଗଣ ପକେଇଛି। ତ ବାଇଗଣକୁ ପ୍ରଥମେ ଗୋଟା ଧୋଇ ଦେଇଛି। ଧୋଇକି ତାର ଡେମ୍ଫ ବାହାର କରିକି ଏମିତି ଲମ୍ବା ଲମ୍ବା ସାଇଜ୍ର ଆମେ ବାଇଗଣକୁ କାଟିଦେବା ଯେଉଁଥିରେ କି ଆମେ ବେସରରେ ଏଡ୍ କରିପାରିବା। ତ ଏବେ ଆମେ କ'ଣ କରିବା ଏହାକୁ ଭଲ ଭାବରେ ଗୋଟା ଧୋଇ ଦେଇଛେ ତ ଆଉ ଧୋଇବାର ନାହିଁ। ଗୋଟେ ବାଉଲକୁ ବାହାର କରିଦେଇଛି। ତ ଏବେ ଆମେ ଗ୍ୟାସ୍ ଅନ୍ କରି କଡ଼େଇ ବସାଇବା। ତେଲ ଦେଇଦେବା 2 ଟେବୁଲ୍ ସ୍ପୁନ୍, ଜିରା 1/2 ଟେବୁଲ୍ ସ୍ପୁନ୍, ସୋରିଷ 1/2 ଟେବୁଲ୍ ସ୍ପୁନ୍ ଆଉ ଭୃଷଙ୍ଗ ପତ୍ର ଦେଇଦେଇଛି। ତାପରେ ଆମେ ଏଇ ପସାରୁଣୀ ପାଣିକୁ ଏଥିରେ ଏଡ୍ କରିଦେବା। ଆଉ ଗ୍ୟାସ୍ ଫ୍ଲେମ୍କୁ ଆପଣ ମିଡ଼ିୟମ୍ରୁ ହାଇ ରଖିକି ପାଣି ଏଡ୍ କରିବେ। ତାପରେ ଦେଖନ୍ତୁ ଆପଣଙ୍କୁ ଯେତିକି ପାଣି ଦରକାର ମାନେ ଖାଇବା ପାଇଁ ସେତିକି ଆପଣ ଆଗରୁ ହିଁ ଏଡ୍ କରିଦେବେ। ମଝିରେ ମଝିରେ ବିଲକୁଲ ପାଣି ଦେବେନି। ତ ମୁଁ ଦେଇଦେଇଛି ହଳଦୀ 1/2 ଟେବୁଲ୍ ସ୍ପୁନ୍ ଆଉ ଲୁଣ ଟେଷ୍ଟ ହିସାବରେ ଦେଇଦେଇଛି। ଯଦି ମୋତେ ଲାଗିବ ଆଉ ପରେ ଯଦି ଲୁଣ ଆପଣଙ୍କୁ ଯଦି କମ୍ ଲାଗୁଛି ତାହେଲେ ଆପଣ ଟେଷ୍ଟ କରିକି ଦେଇପାରିବେ। ତ ପାଣିଟି ଭଲ ଭାବରେ ଫୁଟି ସାରିଲା ପରେ ଆପଣ ବାଇଗଣ ଏଡ୍ କରିବେ ଆଉ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ରୁ ହାଇ ରଖିବେ। ତ ଦେଖନ୍ତୁ ବାଇଗଣ ଆମର ଭଲ ଭାବରେ ସିଝିଲା ପରେ ଆମେ ଏଥିରେ ଟମାଟୋ ନେଇଛେ। ଟମାଟୋ 2ରୁ 3ଟି ନେଇଛି। ତାକୁ ଛୋଟ ଛୋଟ କରି କାଟିକି ଏଥିରେ ଏଡ୍ କରିଦେବା। ଆଉ ଟମାଟୋ ସିଝିଲା ପରେ ଆମେ ଏଥିରେ ଆମ୍ବୁଲ ପକାଇବା। ତ ଏବେ ମୁଁ ଆଉ ଟିକେ ମାନେ ଟେଷ୍ଟ କଲା ଟିକେ ଅଲଣିଆ ଲାଗୁଥିଲା ମୁଁ ଟିକେ ଲୁଣ ପକାଇ ଦେଇଛି। ତ ଏବେ ଆମେ ଆମ୍ବୁଲ ବି ଦେଇଦେବା। ଭିଜେଇକି ରଖିଥିଲେ ଆମ୍ବୁଲକୁ ଦେଇଦେଲେ ମୋର ପ୍ରସ୍ତୁତ ହେଇଗଲା ପସାରୁଣୀ ବେସର। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗୁଛି ନିଶ୍ଚିତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ, ଧନ୍ୟବାଦ।